ବାସୁଦେବପୁର ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଟାଉନ୍ କ୍ଲବ ପକ୍ଷରୁ ଆୟୋଜିତ ଜଗବନ୍ଧୁ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟନ ହୋଇଯାଇଛି। ଏହି ଉଦ୍ଘାଟନୀ ମ୍ୟାଚ୍ରେ ବିଡ଼ାନାସୀ କଟକ ଓ ରକଷ୍ଟାର କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ଖେଳରେ ଉଭୟ ଦଳ ଭଲ ପ୍ରଦର୍ଶନ କରି ଖେଳର ଶେଷ ପର୍ଯ୍ୟନ୍ତ କେହି କାହାରିକୁ ଗୋଲ୍ ମାରିପାରିନଥିଲେ। ଶେଷ ଖେଳରେ ବିଡ଼ାନାସୀ କଟକ 4-3 ଗୋଲ୍ରେ ବିଜୟୀ ହୋଇଥିଲା। ଏହି ଖେଳକୁ ପ୍ରସନ୍ନ ନାୟକ ପରିଚାଳନା କରିଥିଲେ। ସୁକାନ୍ତ ସିଂ, ମାନସ ବିଶ୍ୱାଳ ସହିତ ଉତ୍ତମ ବାରିକ ମଧ୍ୟ ସହଯୋଗ କରିଥିଲେ। ଉକ୍ତ ଖେଳରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶୁଭଲକ୍ଷ୍ମୀ ରାଉତ, ବ୍ଲକ ସଭାପତି ଗଗନ ବିହାରୀ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ବାସୁଦେବପୁର ମଧୁସ୍ମିତା ପଲାଇଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।